So, welcome to all of you in my new video. And ଆଜିର ଡିସ୍କସନ୍ ପୁଣି ଗୋଟେ ନୂଆ ଡିସ୍କଭରି ଆମ ଲାଇଫ୍ ଉପରେ। ମୋ ଜୀବନରେ ଆଜି ଯାଏଁ ମୁଁ ଭଗବାନଙ୍କ ଉପରେ ବିଶ୍ୱାସ ସେତେ ନାହିଁ ମୋର, କିନ୍ତୁ ଆଜି ଭାବୁଛି ଯେ ଭଗବାନଙ୍କ ଉପରେ ବିଶ୍ୱାସ ଥିଲେ ବୋଧେ ମୁଁ ଏବେ ଯେତିକି ମୋ ଲାଇଫ୍ରେ ଡେଭଲପ୍ କରିଛି ତାଠୁ ଫାର୍ ବେଟର୍ ଡେଭଲପମେଣ୍ଟ ବୋଧେ ହେଇପାରିଥାନ୍ତା। କାରଣ ଗୋଟେ ସିମ୍ପଲ୍ କଥା, ମୋ ଲାଇଫ୍ରେ ଏମିତି ଗୋଟେ ଲୋକ ଅଛି ଯିଏ ଭଗବାନଙ୍କ ଉପରେ ବହୁତ ବିଶ୍ୱାସ କରୁଛି। ମୋର ଜଣେ ଜୁନିୟର ମୋଠୁ ହେବ, କିନ୍ତୁ ତା ଲାଇଫ୍ରେ ସିଏ ମୋଠୁ ଫାର୍ ଡେଭଲପ୍ଡ। ତା'ର ହେଲ୍ଥ ବି ବହୁତ ବଢ଼ିଆ, ତା'ର କମ୍ୟୁନିକେସନ୍ ବି ବହୁତ ବଢ଼ିଆ, ସେ ବହୁତ ଭଲ। ଏଠି ମୁଁ କମ୍ପେୟାର କରିବା କଥା ନୁହେଁ, କିନ୍ତୁ ମୁଁ ଅବଜର୍ଭ କରୁଛି ଏଇଆ ଯେ ବୋଧେ ସିଏ ଠାକୁରଙ୍କ ଉପରେ ବିଶ୍ୱାସ କରୁଛି। ସେଇଟା ହିଁ ଗୋଟେ କାରଣ ସିଏ ମୋଠୁ ଅଧିକା ଡେଭଲପ୍, ଅଧିକା ହେଉଛି ଭଲ ପରଫର୍ମାନ୍ସ ଦେଖାଇ ପାରୁଛି ନିଜ କ୍ୟାରିଅରରେ। ତ ମୁଁ ଏବେ ଚିନ୍ତା କରୁଛି ଯେ ହଁ, ବୋଧେ ମୁଁ ଠାକୁରଙ୍କ ଉପରେ ଅଧିକା ବିଶ୍ୱାସ କରିଥିଲେ, ଆଉ ଠାକୁରଙ୍କ କଥା ଅଧିକା ଶୁଣିଥିଲେ, ଅଧିକା ଠାକୁରଙ୍କ ବିଷୟରେ ଚିନ୍ତା କରିଥିଲେ, ମୋ ଲାଇଫ୍ର ଆହୁରି ଅଧିକା ଡେଭଲପ୍ ହେଇପାରିଥାନ୍ତା। କାରଣ ଏମିତି ନୁହେଁ ଯେ ଏଇଟା ଗୋଟେ ଦିନ ଭିତରେ ଡେଭଲପମେଣ୍ଟ ହେଇଯିବ। ମୁଁ ସେମିତି ନୁହେଁ ପୁରା ଅନ୍ଧ ଭଳିଆ ଠାକୁରଙ୍କ ଉପରେ ବିଶ୍ୱାସ କରିବି। ମୋର ଏଇଆ ଗୋଟେ, ମୁଁ ଯାହା ଅବଜର୍ଭ କଲି ଯେ ଆମ ମନ ଦୁଇଟା କାମ ଏକା ସାଙ୍ଗରେ କରିପାରିବନି, ଦୁଇଟା ଜିନିଷ ଉପରେ ଏକା ସାଙ୍ଗରେ ଧ୍ୟାନ ଦେଇପାରିବନି। ୟା ତ ସିଏ ନାସ୍ତିକ ହେବ ୟା ଫିର ଆସ୍ତିକ ହେବ। ଯଦି ସେ ଠାକୁରଙ୍କ କଥା ବିଶ୍ୱାସ କରୁ, ନହେଲେ ଖରାପ କଥା ଚିନ୍ତା କରୁ। ଯଦି ତମ ମନରେ କିଛି ଖରାପ ଚିନ୍ତା ଆସୁଛି, ତାହେଲେ ତମେ ଠାକୁରଙ୍କ କଥା ଚିନ୍ତା କରିପାରିବନି। ଆଉ ଯଦି ଠାକୁରଙ୍କ ଚିନ୍ତା ଆସୁଛି, ତାହେଲେ ତମେ କେବେ ଖରାପ କଥା ଚିନ୍ତା କରିପାରିବନି। ତ ଯଦି ଆମେ ଜାଣୁଛନ୍ତି ଯେ ଆମ ଜୀବନରେ ଆମେ ଡେଭଲପ୍ କରିପାରୁନାହାନ୍ତି, ତାହେଲେ ଆମର କିଛି ଖରାପ ଚିନ୍ତା ଅଛି, ଖରାପ ମାଇଣ୍ଡସେଟ୍ ଅଛି, ଖରାପ ଯେଉଁଟାକି ଖରାପ ହ୍ୟାବିଟ୍ ବାରମ୍ବାର କରିବା ପାଇଁ ଆମକୁ ବାଧ୍ୟ କରୁଛି, ଖରାପ ଅଭ୍ୟାସରେ ପକାଉଛି। ତ ସେଇ ଖରାପ ଭାବନା, ଖରାପ ଚିନ୍ତାକୁ ଚେଞ୍ଜ କରିଦିଅ, ଆମର ହ୍ୟାବିଟ୍ ଚେଞ୍ଜ ହେଇଯିବ। ଆମର ହ୍ୟାବିଟ୍ ଚେଞ୍ଜ ମାନେ ଆମ ଲାଇଫ୍ ଚେଞ୍ଜ। କିନ୍ତୁ ସେଇ ଖରାପ ଚିନ୍ତାକୁ କେମିତି ଚେଞ୍ଜ କରିବା? ଖରାପ ଚିନ୍ତାକୁ ଭଲ ଚିନ୍ତାରେ ପରିଣତ କରିବା। ଯେଉଁ ଖରାପ ଚିନ୍ତାକୁ କାଢ଼ିକି ଆମ ଜୀବନରେ, ଆମ ମନରେ ଭଲ ଚିନ୍ତାକୁ ପୂରେଇବା ପାଇଁ ଚେଷ୍ଟା କରିବା, ଯେଉଁଟାକି ହେଉଛି ଠାକୁରଙ୍କ ଚିନ୍ତା ସବୁଠୁ ବେଷ୍ଟ। ଏଇଟା ହେଉଛି ସାଇନ୍ସ ବେସିସ୍ର କଥା। ଯଦି ଆମେ ଠାକୁରଙ୍କ ଚିନ୍ତା କରୁଛନ୍ତି, ତାହେଲେ ଖରାପ ଚିନ୍ତାକୁ ମନରୁ କାଢ଼ିଦେଲେ ଭଲ ଚିନ୍ତା ପଶିଲା। ତ ସେମିତି ଭଲ ଚିନ୍ତା ଯଦି ପଶିଲା, ଭଲ ଚିନ୍ତା ପାଇଁ ଭଲ ଅଭ୍ୟାସ ରହିବ, ଭଲ ଅଭ୍ୟାସ ରହିଲେ ଭଲ କାମ ହେବ। ତ ମୁଁ ଏଇଟା ଡେଲିଭରେଟଲି କହୁଛି, ମାନିକି ଯେ ମୁଁ ଠାକୁରଙ୍କ ବିଷୟରେ ଚିନ୍ତା କରିଥିଲେ, ବେଶୀ ଠାକୁରଙ୍କ ଉପରେ ବେଶୀ ଡିସ୍କସନ୍ କରିଥିଲେ, ମୋ ଲାଇଫ୍ର ଆହୁରି ଅଧିକା ଆଗକୁ ବଢ଼ିଥାନ୍ତି ଏବେ ଯେତିକି ବଢ଼ିଛି। ୟେସ୍। ଆଉ ଗୋଟେ ବହୁତ ବଡ଼ କଥା, ଆଜି ମୁଁ କିଛି ଡିଫରେଣ୍ଟ କଲି। ଡିଫରେଣ୍ଟ କ'ଣ? ମୁଁ ଆଜି ଗୀତ ଗାଇଲି ସମସ୍ତଙ୍କ ଆଗରେ। ଆଜି ସରସ୍ୱତୀ ପୂଜା, ଜାନୁଆରୀ 23 ତାରିଖ 2026। ମୁଁ ଆଜି ମାଇକ୍ରେ ଗୀତ ଗାଇଥିଲି। ଏମିତି ଗୋଟେ ସ୍କୁଲରେ ମୁଁ ରହିଛି, ସେ ସ୍କୁଲରେ ସରସ୍ୱତୀ ଶିଶୁ ମନ୍ଦିର, ସେ ସ୍କୁଲରେ ଯେଉଁ ମାଇକ୍ ବାଜିଥିଲା, ସେ ମାଇକ୍ରେ ମୁଁ ଗୀତ ଗାଇଥିଲି ଆଜି। ଭକ୍ତି ସଙ୍ଗୀତ ନଥିଲା, ଗୋଟେ ଲଭ୍ ସଙ୍ଗ୍ ଥିଲା, ନୋ ଡାଉଟ୍। ବଟ୍ ମୋ ଭିତରେ ଗୋଟେ ଇଚ୍ଛା ଅଛି ପପୁଲାର ହେବା ପାଇଁ, ଅନ୍ୟ ଲୋକମାନଙ୍କୁ ହେଉଛି ମୋଟିଭେଟ୍ କରିବା ପାଇଁ, ଆଉ ହେଉଛି ବହୁତ ଲୋକଙ୍କ ସହିତ କନେକ୍ଟ କରିବା ପାଇଁ, ବହୁତ ଲୋକଙ୍କୁ ହେଉଛି ଠିକ୍ ବାଟ ଦେଖେଇବା। ଏଇଟା ହେଉଛି ମୋ ନିଜ ଭିତରେ ଗୋଟେ ଇଚ୍ଛା। ମୁଁ ଏଇଟା ଆଜି ଜାଣିବାକୁ ପାଇଲି ସେତେବେଳେ ମୁଁ ସେ ଗୀତ ଗାଇଲି। ମୋର ହାର୍ଟ ବିଟ୍ ବଢ଼ିଯାଇଥାଏ ମୁଁ ଯେତେବେଳେ ଗୀତ ଗାଉଥିଲି, କିନ୍ତୁ ମନ ଭିତରେ ଗୋଟେ ଅଜବ ପ୍ରକାରର ଖୁସି ଆସୁଥିଲା, ଯେ ଗୋଟେ ସାଟିସ୍ଫ୍ୟାକ୍ସନ୍ ଆସୁଥିଲା ଯେ ମୁଁ ଆଜି ଗୋଟେ କିଛି ଡିଫରେଣ୍ଟ କଲି। ଆଉ ଏଇ ସାଟିସ୍ଫ୍ୟାକ୍ସନ୍ ହିଁ ଜଣାଉଛି ଯେ ବୋଧେ ମୁଁ ଏମିତି ଗୋଟେ ଜନ୍ମ ନେଇକି ଜନ୍ମ ହେଇଛି ଯେ ଅନ୍ୟମାନଙ୍କୁ ଠିକ୍ ରାସ୍ତା ଦେଖେଇବ। ଏହା ହିଁ ମୋ ଜୀବନର ଲକ୍ଷ୍ୟ, ଏଇଆ ମୁଁ ଭାବୁଛି। ତ ଆଜି ପାଇଁ ଏତିକି। ନେକ୍ସଟ ଫିଲ୍ମ ନେକ୍ସଟ ଭିଡ଼ିଓରେ। ଟିଲ୍ ଦେନ୍
ଟାଟା ବାଏ ବାଏ।